ଓଡ଼ିଶା ପୁଲିସ ଜିଲ୍ଲା କନେଷ୍ଟବଳ ନିଯୁକ୍ତିରେ ଗୃହରକ୍ଷୀଙ୍କ ପାଇଁ 10% ସଂରକ୍ଷଣ ନିୟମ ଉଲ୍ଲଂଘନ ପ୍ରସଙ୍ଗରେ ଆପଣଙ୍କର ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ନିଯୁକ୍ତି ହେଇଥିଲା ଡିଷ୍ଟ୍ରିକ୍ଟ ପୁଲିସ ନିଯୁକ୍ତି ହେଇଥିଲା ସେଥିରେ 10% ଜିଲ୍ଲା କନେଷ୍ଟବଳ ଭ୍ୟାକେନ୍ସି ହିସାବରେ ଦିଆଯାଏ ନାହିଁ ବୋଲି ସେଇଭଳି ଏକ କେସ୍ଟି କୋର୍ଟରେ ବର୍ତ୍ତମାନ ଗ୍ରହଣ କରାଯାଇଛି। ଏହି ସଂସ୍ପର୍ଶରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି ଏବଂ ଜବାବ ରଖିବାକୁ କହିଛନ୍ତି। ଅନ୍ୟ ପକ୍ଷରେ ଆପଣଙ୍କର ଗୃହରକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଏହି ପଦବୀରେ ଅନ୍ୟ ବର୍ଗର ପ୍ରାର୍ଥୀଙ୍କ ନିଯୁକ୍ତି ଉପରେ ହାଇକୋର୍ଟଙ୍କର ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ନିର୍ମଳ ଶତପଥୀ ଓ ଅନ୍ୟମାନେ ଆବେଦନର ଶୁଣାଣି କରି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ଦିଆଯାଇଥିବା ତଥ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ 104 ଗୋଟି କନେଷ୍ଟବଳ ପଦ ପାଇଁ ବିଜ୍ଞପ୍ତି ଆସିଥିଲା। ସଂରକ୍ଷଣ ନିୟମ ଅନୁସାରେ 10% ହେଲେ 10ଟି ଗୃହରକ୍ଷୀଙ୍କ ପଦବୀ ଉଦ୍ଦିଷ୍ଟ ଥିଲା, କିନ୍ତୁ 10 ଜଣରୁ 4 ଜଣଙ୍କ ପଦ ଦିଆଯାଇଥିଲା। 6ଟି ପଦ ଅନ୍ୟ ବର୍ଗର ପିଲାମାନଙ୍କୁ ଦିଆଯାଇଥିଲା। ସେଇଆକୁ ଅଭିଯୋଗ କରି ଆବେଦନକାରୀଙ୍କ ତରଫରୁ ଅଭିଯୋଗ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ପୁଲିସ କନେଷ୍ଟବଳ ନିଯୁକ୍ତି 2023ରେ ଯେଉଁ ଥିଲା ଅଧୀନସ୍ଥ 6ଟି କନେଷ୍ଟବଳ ପଦରେ ହାଇକୋର୍ଟ ବିନା ଅନୁମତିରେ ବିନା ନିଯୁକ୍ତି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠର ଏକ ଅନ୍ତରୀଣ ନିର୍ଦ୍ଦେଶ ଆସିଥିଲା ଏବଂ ଆଇନଜୀବୀ ଯେ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି। ତ ଏଇଠି ଦେଖନ୍ତୁ ଆପଣଙ୍କର ଯେଉଁ ନିଯୁକ୍ତି ହେଇଥିଲା 2023ର ଜିଲ୍ଲା କନେଷ୍ଟବଳ ନିଯୁକ୍ତି ହେଇଥିଲା 104 ଗୋଟି ପଦବୀ ସୁନ୍ଦରଗଡ଼ ଜିଲ୍ଲାରେ ଥିଲା। ସେଇଠି ଆପଣଙ୍କର ଗୃହରକ୍ଷୀର 10% ଭ୍ୟାକେନ୍ସି ହିସାବରେ ଯେଉଁ ଥିଲା ଆପଣଙ୍କର ପଦବୀ ସେଇଠି ଆପଣଙ୍କର ଦିଆଯାଇଛି। ଟୋଟାଲି ଆପଣଙ୍କର ଭ୍ୟାକେନ୍ସି ହିସାବରେ 10 ଜଣରୁ ଆପଣଙ୍କର 4 ଜଣଙ୍କୁ ଦିଆଯାଇଛି ହୋମଗାର୍ଡ଼ କ୍ୟାଣ୍ଡିଡେଟ୍ମାନଙ୍କୁ, 6 ଜଣଙ୍କୁ ଦିଆଯାଏ ନାହିଁ। 6 ଜଣ ଅନ୍ୟ କାଟେଗୋରୀ ପିଲାମାନେ ପଶିଯାଇଛନ୍ତି। ତ ଏଇଠି ଯେଉଁ ଓଡ଼ିଶା ପୁଲିସ ଭ୍ୟାକେନ୍ସି ଥିଲା ସେଠି ମଧ୍ୟ ତ୍ରୁଟି ରହିଛି। ତ ଏଠି କ'ଣ ହେଇଛି ନା ହାଇକୋର୍ଟଙ୍କର ଯେଉଁ ଅନ୍ତରୀଣ ଅଙ୍କୁଶ ତ ଆପଣଙ୍କର ଯେଉଁ ପିଲାମାନେ ପାଇଛନ୍ତି ସେମାନେ ମଧ୍ୟ ସେଠୁ ବାହାରି ଯାଇପାରନ୍ତି ଏବଂ ଯେଉଁମାନଙ୍କର ଗୃହରକ୍ଷୀଙ୍କର ଏଲିଜିବଲ୍ ହେବେ ସେମାନେ ଜଏନିଂ କରିବାର ସମ୍ଭାବନା ରହିଛି। ତ ଗୋଟେ ଅପଡ଼େଟ୍ ଆପଣଙ୍କର ଓଡ଼ିଶା ପୁଲିସ ନିଯୁକ୍ତିକୁ ନେଇ ବର୍ତ୍ତମାନ ଏଇଭଳି ଭାବରେ ଚାଲିଛି କୋର୍ଟରେ କେସ୍। ଅନ୍ୟାନ୍ୟ ପଦବୀ ଯେପରିକି ଆପଣଙ୍କର ଫାୟାରମ୍ୟାନ୍ ମଧ୍ୟ ଚାଲିଛି, ସେଠି ମଧ୍ୟ ଏଇଭଳି ତ୍ରୁଟି ହେଇଛି। ତ କ'ଣ ହେବ ଜଏନିଂ ସେଇଥିପାଇଁ ହୋଲ୍ଡ କରାଯାଇଛି। ସେ ରିଗାର୍ଡ଼ିଂ ମଧ୍ୟ କୌଣସି ଅପଡ଼େଟ୍ ଆସିନି। ବର୍ତ୍ତମାନ ଦେଖନ୍ତୁ 2023ରେ ନିଯୁକ୍ତି ହୋଇଥିଲେ ମଧ୍ୟ ଜିଲ୍ଲା କନେଷ୍ଟବଳ ବର୍ତ୍ତମାନ ସେଠି ଯେଉଁ ଭୁଲ ଅଛି ସେଥିପାଇଁ ମଧ୍ୟ କୋର୍ଟରେ କେସ୍ ହେଲା ପରେ ଆପଣଙ୍କର ମଧ୍ୟ ତା ଉପରେ ଅନ୍ତରୀଣ ରହିତାଦେଶ ଲାଗିବ ଏବଂ ଯେଉଁ ପିଲାମାନେ ଏକ୍ସଟ୍ରା ପିଲା ହୋମଗାର୍ଡ଼ ପିଲାଙ୍କ ପଦବୀ ନେଇଯାଇଛନ୍ତି ସେମାନଙ୍କୁ ମଧ୍ୟ କାଢ଼ିବାର ସମ୍ଭାବନା ରହିଛି। ତ ଏଇ ଗୋଟେ ଅପଡ଼େଟ୍ ଥିଲା ଆପଣଙ୍କର ଓଡ଼ିଶା ପୁଲିସ ନିଯୁକ୍ତି ରିଗାର୍ଡ଼ିଂ ଯେଉଁ ତ୍ରୁଟି ହେଇଛି ଆପଣମାନେ ଜାଣି ରଖିବା ଦରକାର। ତ ଏଇ ଯେଉଁ ପ୍ରୋସେସଟି କୋର୍ଟରେ ଗଲେ କେସ୍ ହେଲେ ଅନେକ ଗୁଡ଼ିଏ ଅସୁବିଧା ଆସିଥାଏ। ତ ଆପଣମାନେ ଇନଫର୍ମେସନ୍ଟିକୁ ସେୟାର କରନ୍ତୁ, କାହିଁକିନା ଯେଉଁମାନେ 2023ର ଯେଉଁ ସିଲେକ୍ଟେଡ଼ ହେଇଛନ୍ତି ସେମାନେ ମଧ୍ୟ କିଛି ପିଲା ରହିଛନ୍ତି ସେମାନେ ଜାଣିବା ଦରକାର। ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏଇଭଳି ଅପଡ଼େଟ୍ ପାଇବା ନିମନ୍ତେ ଡେସ୍କ୍ରିପ୍ସନରେ ଟେଲିଗ୍ରାମ ଚ୍ୟାନେଲ ଦେବି, ଆପଣମାନେ ସେଇଠି ଲିଙ୍କ୍ ଜଏନ୍ କରିନିଅନ୍ତୁ। ଯାହା ବି ଅପଡ଼େଟ୍ ଆସିବ ମୁଁ ଆପଣମାନଙ୍କୁ ସେଇଠି ସେୟାର କରିବି।